ବର୍ଷା ପାଗରେ ଗାଡ଼ିର ଚାବିକାଠି ଏମିତି ହାଲ ହୁଏ ବୋଲି ସାଙ୍ଗମାନେ ମୁଁ ଆଜି ଫାଷ୍ଟ ଟାଇମ୍ ପାଇଁ ଜାଣିଲି। ଦେଖନ୍ତୁ ସାଙ୍ଗମାନେ, ମୁଁ ବିକାଶ ଆପଣମାନଙ୍କୁ ଆଉ ଏକ ଫ୍ରେଶ୍ ବ୍ଲଗ୍ରେ ସ୍ୱାଗତ କରୁଛି। ଦେଖନ୍ତୁ କେତେ କଷ୍ଟର ଆଜି ହେଇଛି ମୋତେ କୁହନ୍ତୁନି। ଚାବିକାଠି ଗୋଟେ ମାନେ ଏତେ ସମୟ ପାଇଁ ଗାଡ଼ି ଯଦି ବର୍ଷା ଟାଇମ୍ରେ ଯଦି ଗାଡ଼ି ଓଦା କରୁଛନ୍ତି ଭାରି ପ୍ରୋବ୍ଲେମ୍ରେ ପଡ଼ିଯିବେ। ଗାଡ଼ି ଟୋଟାଲ୍ ଚାବିକାଠି ଯେତେ ପୁରେଇବେ ଟୋଟାଲ୍ ଖୋଲିବନି, ଭାରି ବିରକ୍ତ ଲାଗିବ। ଦେଖନ୍ତୁ ହେଲମେଟ୍ କାଢ଼ିକି ମୁଁ ବାହାରିଲି ସ୍କୁଲକୁ ଝିଅକୁ ନେବା ପାଇଁ। କେତେ ଆଜି ମୋତେ ବିରକ୍ତ ଲାଗିଲା କୁହନ୍ତୁନି। ଚାବିକାଠିରେ ମୋବିଲ ପୁରିଲେ ଟୋଟାଲ୍ ହେଲାନି, ଭାରି ବିଷ ଭଳିଆ ଲାଗିଲା କୁହନ୍ତୁନି। ଦେଖନ୍ତୁ ମା ସକାଳୁ ସକାଳୁ ଆଜି ଉଠି ପଡ଼ି କେତେ ସୁନ୍ଦର କଲରାକୁ କାଟିକି ସରୁ ସରୁ ପିସ୍ ବାଡ଼ିରେ ଯେଉଁ କଲରା ଆମର ବାହାରିଛି, କେତେ ସୁନ୍ଦର କଲରା କାଟିକି ଦେଖନ୍ତୁ କରିଦେଇ ସାରିଲାଣି। ଗୋଟେ ଗୋଟେ ପଚା ବାହାରିଛି ବି, କିନ୍ତୁ ଯେତିକି ବି ବାହାରିଛି କିନ୍ତୁ ପରଫେକ୍ଟ ବାହାରିଛି। ଦେଖନ୍ତୁ ଗରମ ଗରମ ଆଳୁକୁ ସିଝେଇ ଦେଇ ସାରିଲାଣି। ତାପରେ ପୋଟଳକୁ ମାର୍କେଟରୁ ଆଣିଥିଲି, ପୋଟଳ ଛୋଟ ଛୋଟ ପୋଟଳ, ଦେଶୀ ପୋଟଳକୁ ଭାଜି ଦେଇକି କେଡ଼େ ସୁନ୍ଦର ତେଲରେ ପୁରା ପୁଡ଼ ପୁଡ଼ କରିକି କରିଦେଇଛି। ଗରମ ଭାତରେ ସାଙ୍ଗମାନେ ଖାଇବା ପାଇଁ ସତରେ ମସ୍ତ, ପୁରା ଗରମ ଗରମ ମାନେ ତେଲରେ ଭାଜି ସାରିଲା ପରେ ତାପରେ ଗରମ ଆଳୁ ତା ସାଙ୍ଗରେ ମସଲା ପକାଇକି କେତେ ସୁନ୍ଦର ସକାଳୁ ସକାଳୁ ତରକାରୀ କରିଦେବ। ତା ସହିତ ଗରମ ଭାତ ଆଉ ଟିକେ ଯଦି ଘିଅ ପଡ଼ିଗଲା ସାଙ୍ଗମାନେ ସତର ମାନେ ମଜା ହିଁ ନିଆରା। ପୁରା ଗୁଆ ଘିଅ, ଦେଶୀ ଗୁଆ ଘିଅ ଯଦି ଟିକେ ହାଲକା ପଡ଼ିଗଲା ମାନେ ଖାଇବା ପାଇଁ ମସ୍ତ ଲାଗିବ। ଦେଖନ୍ତୁ ଗରମ ଗରମ ଆଳୁକୁ କେତେ ସୁନ୍ଦର ମା କଡ଼େଇରେ ପକାଇ ଭାଜିଲେଣି। ଭାଜି ସାରିଲା ପରେ ପୋଟଳକୁ ଯେଉଁ ଭାଜିକି ରଖିଛନ୍ତି ତାକୁ କେତେ ସୁନ୍ଦର ମସଲା ଦେଇକି ବାଟଣା ଦେଇ କେଡ଼େ ସୁନ୍ଦର କରି ରାନ୍ଧିଦେବେ ଆଉ ଖାଇବା ପାଇଁ ସାଙ୍ଗମାନେ ମସ୍ତ। କେମିତି ଲାଗିଲା ସାଙ୍ଗମାନେ ଭିଡ଼ିଓଟି ଆପଣ କମେଣ୍ଟ ମାଧ୍ୟମରେ ନିଶ୍ଚିତ ଜଣାନ୍ତୁ। ଆଉ ଆମ